ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଏ ପ୍ରକାର ଆପଣମାନେ ନିରନ୍ତର ଆମମାନଙ୍କୁ ଉତ୍ସାହିତ କରୁଥିବେ ବୋଲି ଆପଣମାନଙ୍କୁ ଅନୁରୋଧ କରୁଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଦୁଃଖ ଭୋଗ ମଧ୍ୟରେ ଦୁଃଖ ଭୋଗ। ଦୁଃଖ ଭୋଗ ମଧ୍ୟରେ ଦୁଃଖ ଭୋଗ। ଯେ ପ୍ରକାର କି ଗୋଟିଏ କଥାରେ ଅଛି ଯେ ବୋଝ ଉପରେ ଲଳିତା ବିଡ଼ା। ଗୋଟେ ତ ବୋଝ ତ ରହିଛି, ତା ଉପରେ ଆଉ ଗୋଟିଏ ବୋଝ, ବୋଝ ଉପରେ ବୋଝ। ସେଇ ପ୍ରକାର ଦୁଃଖ ଭୋଗ ମଧ୍ୟରେ ଦୁଃଖ ଭୋଗ। ଗୋଟେ ପଦ ପଢ଼ିବା, ଜିଖରୀୟ ପୁସ୍ତକ 13 ଅଧ୍ୟାୟ ଏହାର 6 ପଦ। ପୁଣି ତୁମ୍ଭର ଦୁଇ ବାହୁ ମଧ୍ୟରେ ଏହି କ୍ଷତ ଦାଗ ସବୁ କ'ଣ? ଏହା କେହି ତାହାଙ୍କୁ ପଚାରିଲେ। କିଏ ପଚାରିଲେ ଆମକୁ ଜଣା ନାହିଁ, ମାତ୍ର ଯୀଶୁଖ୍ରୀଷ୍ଟଙ୍କୁ ପଚାରୁଛନ୍ତି ଯେଉଁ ଦୁଇଟା ତୁମର ବାହୁ ରହିଛି, ଦୁଇଟା ବାହୁ ମଧ୍ୟରେ এই କ୍ଷତ ଦାଗ ସବୁ କ'ଣ? କାରଣ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଶରୀରରେ ମଧ୍ୟ ସେହି ପ୍ରକାର ଅନେକ କ୍ଷତ ଦାଗ ଗୁଡ଼ିକ ଅଛି, ତାହା ଲିଭି ନାହିଁ। ଆଉ ତାଙ୍କୁ ପଚରା ଯାଉଛି ଏଇ ଯେଉଁ କ୍ଷତ ଦାଗ, ଏଇ ଯେଉଁ କଷ୍ଟର ଚିହ୍ନ ଗୁଡ଼ିକ, ଏଇ ଯେଉଁ ଘାର ଦାଗ ଗୁଡ଼ିକ, ଏସବୁ ଗୁଡ଼ିକ କ'ଣ? ପଚାରିଲେ ସେ ଉତ୍ତର କଲେ, ମୁଁ ଆପଣା ବନ୍ଧୁମାନଙ୍କ ଗୃହରେ ଯେଉଁ ଆଘାତ ପାଇଅଛି ଏସବୁ ସେହି। ପ୍ରିୟମାନେ, ଏ ସ୍ଥାନରେ ସେ କହୁନାହାନ୍ତି ଯେ ମୁଁ ଶତ୍ରୁମାନଙ୍କ ଦ୍ୱାରା ଆଘାତ ପାଇଛି। ଏ ସ୍ଥାନରେ ସେ କହୁନାହାନ୍ତି ମୋତେ ରୋମିଓ ସରକାର ମୋତେ ଏ ପ୍ରକାର ଆଘାତ କରିଛନ୍ତି। ମାତ୍ର ସେ କହୁଛନ୍ତି ମୋର ବନ୍ଧୁମାନେ ମୋତେ ଏ ପ୍ରକାର ଆଘାତ କରିଛନ୍ତି। ଏଇଟା ହେଉଛି ସେଇ ଦୁଃଖ ଭୋଗ ମଧ୍ୟରେ ଦୁଃଖ ଭୋଗ। ଯେଉଁ ସମୟରେ ଶତ୍ରୁମାନେ ଆମର କ୍ଷତି କରିବେ, ଶତ୍ରୁମାନେ ଆମକୁ ତାଡ଼ନା କରିବେ, ଶତ୍ରୁମାନେ ଆମକୁ ଅପମାନିତ କରିବେ, ତାହେଲେ ଏତେ କଷ୍ଟ ଲାଗେ ନାହିଁ, ଏତେ ବାଧା ଲାଗେ ନାହିଁ। ମାତ୍ର ଯେଉଁ ସମୟରେ ବନ୍ଧୁମାନେ, ବନ୍ଧୁ କିଏ? ଯିଏକି ଆମ ନିଜର, ଯାହା ସହିତ ଆମେ ସୁଖ ଦୁଃଖ କରିଥାଉ, ଯାହା ସହିତ ଆମେ ବସା ଉଠା କରିଥାଉ, ଯାହା ସହିତ ଆମେ ମିଳାମିଶା କରିଥାଉ, ଯେତେବେଳେ ଏଇ ବନ୍ଧୁମାନେ ଆମମାନଙ୍କୁ ଆଘାତ ଦିଅନ୍ତି, ସେତେବେଳେ ଆମେ ଦହଲି ଯାଉ, ସେତେବେଳେ ଆମେ ଦୁଃଖରେ ମଗ୍ନ ହେଇଯାଉ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ମାନବ ସମାଜକୁ ଉଦ୍ଧାର କରିବା ପାଇଁ ସେ ସ୍ୱର୍ଗରୁ ଅବତରଣ ହେଲେ, ଆଉ କ୍ରୁଶ ଉପରେ ଆପଣା ପ୍ରାଣ ଦେଇ ସମଗ୍ର ମାନବ ଜାତିର ପରିତ୍ରାଣ ନିମନ୍ତେ ମୁକ୍ତିର ମାର୍ଗକୁ ସେ ଖୋଲିଦେଲେ। ଏହା ଠିକ୍ ବିଷୟ, ଆଉ ଏହା ସର୍ବତ୍ର ଗ୍ରହଣଯୋଗ୍ୟ ବିଷୟ। ମାତ୍ର ତା ପୂର୍ବରୁ ତାଙ୍କ ବନ୍ଧୁମାନଙ୍କ ଦ୍ୱାରା ସେ ଯେଉଁ ପ୍ରକାର ଭାବରେ ଆଘାତ ପ୍ରାପ୍ତ ହୋଇଛନ୍ତି, ଦେଖନ୍ତୁ, ତାହାଙ୍କର ନିଜର ଶିଷ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ଶିଷ୍ୟମାନଙ୍କୁ କହିଲେ ଯେ ମୁଁ ଆଉ ତୁମମାନଙ୍କୁ ମୋର ଦାସ ବୋଲି କହୁନାହିଁ, ମୁଁ ତୁମମାନଙ୍କୁ ମୋର ବନ୍ଧୁ ବୋଲି କହୁଛି। ସେଇ ବନ୍ଧୁମାନେ, ଯେଉଁ ବନ୍ଧୁ ତାଙ୍କୁ ସେ କହୁଥିଲେ ଯେ ମୁଁ ତୁମ ସହିତ କ୍ରୁଶରେ ମରିବା ପାଇଁ ସମସ୍ତେ ତୁମକୁ ଛାଡ଼ିଦେବେ ସିନା, ମୁଁ କେବେ ତୁମକୁ ଛାଡ଼ିବି ନାହିଁ, ଏହି ପ୍ରକାର କଥା କହୁଥିବା ବନ୍ଧୁ ଯିଏକି ପିତର, ସେ ଯୀଶୁଖ୍ରୀଷ୍ଟଙ୍କୁ 3 ଥର ଅସ୍ୱୀକାର କଲେ। 3 ଥର ତାଙ୍କୁ ଅସ୍ୱୀକାର କଲେ। ଏହାକୁ କୁହାଯାଏ ଦୁଃଖ ଭୋଗ ମଧ୍ୟରେ ଦୁଃଖ ଭୋଗ। ଯେଉଁ ପ୍ରିୟ ଶିଷ୍ୟ ପିତର ତାଙ୍କ ନିମନ୍ତେ ମୃତ୍ୟୁଭୋଗ କରିବା ନିମନ୍ତେ ମଧ୍ୟ ସେ ପ୍ରତିଶ୍ରୁତି କଥା ଦେଉଥିଲା, ମାତ୍ର ସେଇ ନିଜର ପ୍ରିୟ ଶିଷ୍ୟ ତାଙ୍କୁ 3 ଥର ଅସ୍ୱୀକାର କରୁଛି। ଥରେ ନାହିଁ, 2 ଥର ନାହିଁ, 3 ଥର। ହେଲେ ମଧ୍ୟ ସେ ଦୁଃଖ ଭୋଗ ମଧ୍ୟରେ ଯେଉଁ ଦୁଃଖ ଭୋଗ ପ୍ରଭୁ ଯୀଶୁଖ୍ରୀଷ୍ଟ ପାଇଛନ୍ତି, ତାହିଁରେ ଭାଙ୍ଗି ଯାଇନାହାନ୍ତି, ତାହିଁରେ ଟଳି ପଡ଼ି ନାହାନ୍ତି। ସେ ସେଇ ପରିସ୍ଥିତିରେ ମଧ୍ୟ ସେ ଠିଆ ହେଲେ। ପ୍ରିୟ ବନ୍ଧୁ, ଆଜି ଯଦି ଆପଣଙ୍କର ନିଜର ଆତ୍ମୀୟମାନଙ୍କ ଦ୍ୱାରା ଆପଣ ଯଦି କୌଣସି ପ୍ରକାର ଦୁଃଖ ଭୋଗ, କଷ୍ଟ, ଯନ୍ତ୍ରଣା ମଧ୍ୟ ଦେଇ ଯାଉଛନ୍ତି, ତାହେଲେ ଆପଣ ଭାଙ୍ଗି ପଡ଼ନ୍ତୁ ନାହିଁ। ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ସାହାଯ୍ୟ କରିବେ, ଆପଣଙ୍କୁ ସମ୍ଭାଳିବେ। କାରଣ ଏହି ପ୍ରକାର ପରିସ୍ଥିତିରେ ସେ କି ପ୍ରକାର ଭାବରେ ନିଜକୁ ସେ ସମ୍ଭାଳିଛନ୍ତି, ତାହା
ଆମମାନଙ୍କୁ ଜଣେଇବେ, ସେ ଆମମାନଙ୍କୁ ସାହାଯ୍ୟ କରିବେ। କାରଣ ଆମମାନଙ୍କ ଦୁର୍ବଳତାରେ ଆମମାନଙ୍କୁ ସହାନୁଭୂତି ଦେଖାଇବା ପରମେଶ୍ୱର। ପ୍ରିୟମାନେ, ଆମ୍ଭେମାନେ ଯେ ପ୍ରକାର ରକ୍ତ ମାଂସର ସହଭାଗୀ, ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ସେହି ପ୍ରକାର ରକ୍ତ ମାଂସର ସହଭାଗିତା ହେଇକିନା ଆସିଲେ। ଆଉ ସେହି ପ୍ରକାର ପରୀକ୍ଷା ପ୍ରଲୋଭନ ଦେଉଥିବା ଲୋକମାନଙ୍କୁ ସେ ଅତି ଭଲ ଭାବରେ ଜାଣନ୍ତି, ବୁଝନ୍ତି। ଯେଉଁ ଇସ୍କାରିୟତ ଯିହୁଦା, ଯାହାକୁ କି ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣା ଟିମ୍ରେ, ଦଳରେ ତାହାଙ୍କୁ ଉଚ୍ଚ ପଦରେ ରଖିଲେ, କେସିୟର ପଦରେ ରଖିଲେ, ଗୁରୁ ଦାୟିତ୍ୱ ପଦରେ ରଖିଲେ। କାରଣ ଯେତେବେଳେ ଜଣକୁ କେସିୟର ପଦରେ ରଖାଯାଏ, ଉଚ୍ଚ ପଦରେ ରଖାଯାଏ, ତାହେଲେ ସେ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ହେବା ନିହାତି ଆବଶ୍ୟକ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଇସ୍କାରିୟତ ଯିହୁଦାକୁ ଗୋଟେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଭାବରେ ଦେଖିଛନ୍ତି। ଆଉ ସେହି ବିଶ୍ୱାସଯୋଗ୍ୟ ବ୍ୟକ୍ତି ତାଙ୍କ ସହିତ ବିଶ୍ୱାସଘାତକତା କରିଅଛି। ତାଙ୍କୁ କେବଳ ଧରେଇ ଦେଲେ ହେଇଥାନ୍ତା, ମାତ୍ର ତାଙ୍କୁ ଚୁମ୍ବନ ଦେଇ ତାଙ୍କୁ ଧରେଇ ଦେଉଅଛି। ସେ ଅନ୍ୟମାନଙ୍କ ଠାରୁ 30ଟି ରୌପ୍ୟ ମୁଦ୍ରା ସେ ମାଗିଛି। ମୋତେ ଯଦି 30ଟି ରୌପ୍ୟ ମୁଦ୍ରା ଦେବ, ତାହେଲେ ମୁଁ ଯୀଶୁଖ୍ରୀଷ୍ଟଙ୍କୁ ତୁମକୁ ଧରେଇ ଦେବି। ପ୍ରିୟମାନେ, ଏହା ହେଉଛି ବନ୍ଧୁମାନଙ୍କ ଦ୍ୱାରା ଆଘାତ। ଏଇ ଆଘାତ କେବେ ଲିଭେ ନାହିଁ, ଏଇ ଆଘାତ ଚିରକାଳ ପାଇଁ ରହିଯାଏ। ସେଥିପାଇଁ ଯୀଶୁଖ୍ରୀଷ୍ଟଙ୍କୁ ପଚରାଯାଉଛି ଯେ ଏଇ ଯେଉଁ ତୁମ ବାହୁ ମଧ୍ୟରେ କ୍ଷତ ଦାଗ ଗୁଡ଼ିକ କ'ଣ? ସେହି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି, ଏଇଟା ମୋର ବନ୍ଧୁଙ୍କ ଘରେ ମୁଁ ଆଘାତ ପାଇଛି। ଆଜି ଆପଣଙ୍କ ବନ୍ଧୁଙ୍କ ଦ୍ୱାରା ଆପଣ ଆଘାତ ପାଇଛନ୍ତି। ଆପଣ ଯେତେ ଚାହିଁଲେ ମଧ୍ୟ ସେ ସବୁକୁ ଆପଣ ଭୁଲି ପାରୁନାହାନ୍ତି, ସେ ସବୁକୁ ଆପଣ ପରିତ୍ୟାଗ କରିପାରୁନାହାନ୍ତି। ମନ ମଧ୍ୟରେ ବାରମ୍ବାର ସେସବୁ ଉଙ୍କି ମାରୁଛି। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କୁ କ୍ରୁଶ ଉପରେ କ୍ଷମା ଦେଲେ। ଇସ୍କାରିୟତ ଯିହୁଦାକୁ ମଧ୍ୟ କ୍ଷମା ଦେଲେ, ଇସ୍କାରିୟତ ପିତରଙ୍କୁ ମଧ୍ୟ କ୍ଷମା ଦେଲେ, ଯେଉଁମାନେ ତାଙ୍କୁ କ୍ରୁଶରେ ଚଢ଼ାଉଛନ୍ତି ସେମାନଙ୍କୁ ମଧ୍ୟ କ୍ଷମା ଦେଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ହୃଦୟକୁ ଦେଖନ୍ତୁ, କି ପ୍ରକାର ହୃଦୟ ତାଙ୍କର ଅଟେ। ଆଜି ଯଦି ଆପଣଙ୍କର ଜୀବନରେ ସେହି ପ୍ରକାର କେହି ଆଘାତ କରିଛନ୍ତି, କଷ୍ଟ ଦେଇଛନ୍ତି, ତାହେଲେ ଆପଣ ନିଜକୁ କଠିନ ମନା କରନ୍ତୁ ନାହିଁ, ଆପଣ ମଧ୍ୟ କ୍ଷମା ଦେଇଦିଅନ୍ତୁ। ଯେଉଁ ସମୟରେ ଆପଣ କ୍ଷମା ଦେଇଦେବେ, ସେହି ସମୟରେ ଆପଣ ସମସ୍ତ ପ୍ରକାର ବନ୍ଧନରୁ ଆପଣ ମୁକ୍ତ ହେଇଯିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦୁଃଖ ଭୋଗ ମଧ୍ୟରେ ଦୁଃଖ ଭୋଗ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ପ୍ରକାର ଦୁଃଖ ଭୋଗ ମଧ୍ୟ ଦେଇ ଯାଇଛନ୍ତି। ଯେଉଁ ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ, ଆପଣଙ୍କୁ ସହଯୋଗ କରିବେ, ପ୍ରତିଶ୍ରୁତି ଦେଇ କଥା କହିଥିବେ, ସେ ଆପଣଙ୍କର ଫୋନ୍କୁ ରିସିଭ୍ କରୁନଥିବେ, ବାରମ୍ବାର ଆପଣ ଫୋନ୍ କଲେ ସେ ଫୋନ୍କୁ ସେ ଉଠାଉନଥିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ, ଦୁଃଖ ଭୋଗ ମଧ୍ୟରେ ମଧ୍ୟ ଦୁଃଖ ଭୋଗ ରହିଛି। ସେଥିପାଇଁ ଦୁଃଖ ଭୋଗ, ଏହି ପ୍ରକାର ଦୁଃଖ ଭୋଗ ମଧ୍ୟ ଦେଇ ଆପଣ ଯାଉଛନ୍ତି, ତାହେଲେ ଆପଣ ଟଳି ପଡ଼ନ୍ତୁ ନାହିଁ, ଭାଙ୍ଗି ପଡ଼ନ୍ତୁ ନାହିଁ। ପରମେଶ୍ୱର ଆଜି ଆପଣଙ୍କୁ କଥା କହୁଛନ୍ତି, ଆପଣ କ୍ଷମା ଦିଅନ୍ତୁ। ଯେଉଁ ସମୟରେ ଆପଣ କ୍ଷମା ଦେବେ, ଆପଣ ମୁକ୍ତ ହେବେ। ଆପଣଙ୍କ ରୋଗରୁ, ଆପଣଙ୍କ ସମସ୍ୟାରୁ, ଆପଣଙ୍କ ପ୍ରତ୍ୟେକ ପରିସ୍ଥିତିରେ ଆପଣ କାହିଁକି ବନ୍ଧନ ହେଇକି ରହିଥିବେ, କାହିଁକି ଆପଣ ବାନ୍ଧି ରହିଥିବେ? ଯେଉଁ ସମୟରେ ଆପଣଙ୍କର ସେହି ବନ୍ଧୁମାନେ, ଯେଉଁମାନେ କି ଆପଣଙ୍କ ପ୍ରତି ଶତ୍ରୁତୁଲ୍ୟ ବ୍ୟବହାର କରିଛନ୍ତି, ଆପଣଙ୍କର ଅନିଷ୍ଟ ଚିନ୍ତା କରିଛନ୍ତି, ଆପଣଙ୍କ ବିରୁଦ୍ଧରେ କଥା କହିଛନ୍ତି, ସେ ବନ୍ଧୁମାନଙ୍କୁ ଆପଣ କ୍ଷମା ଦେବାର ଆବଶ୍ୟକ ରହିଅଛି। ଦୁଃଖ ଭୋଗ ମଧ୍ୟରେ ଦୁଃଖ ଭୋଗ ଥିବ, ମାତ୍ର ସେହି ବିଷୟକୁ ଜାବୁଡ଼ି ଧରିବା ଉଚିତ ନୁହେଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆମେ ଯେ ପ୍ରକାର କି ସେ ପ୍ରକାର ବ୍ୟକ୍ତିମାନଙ୍କୁ କ୍ଷମା ଦେଇପାରିବା। ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ଯେ ତୁମେ ଆମମାନଙ୍କୁ ତୁମର ପବିତ୍ର ବାକ୍ୟ ମାଧ୍ୟମରେ କଥାବାର୍ତ୍ତା ହେଉଛ, ତୁମର ପବିତ୍ର ବାକ୍ୟକୁ ତୁମେ ଆମମାନଙ୍କୁ ଜଣାଉଛ। ପ୍ରଭୁ, ସେଥିପାଇଁ ମୁଁ ତୁମର ଗୌରବ କରେ, ମହିମା କରେ, ସ୍ତୁତି କରେ, ବନ୍ଦନା କରେ। ଆମେ ଯେ ପ୍ରକାର ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ପ୍ରତ୍ୟେକ କାର୍ଯ୍ୟକୁ ଆମେ କରିପାରିବୁ। ଆଉ ପ୍ରଭୁ, ନିଜର ଶତ୍ରୁମାନଙ୍କୁ, ନିଜ ବନ୍ଧୁମାନଙ୍କୁ ଆମେ କ୍ଷମା ଦେଇପାରିବୁ, ଯେଉଁମାନେ କି ଆମ ପ୍ରତି ତିକ୍ତତା ବ୍ୟବହାର କରିଛନ୍ତି, ଆମ ବିରୁଦ୍ଧରେ ଠିଆ ହୋଇଛନ୍ତି, ଆମକୁ ନାନା ମନମଳା କଥା କହିଛନ୍ତି। ପ୍ରଭୁ, ଆମେ ସେମାନଙ୍କୁ କ୍ଷମା ଦେଇପାରିବୁ, ସେମାନଙ୍କ ନିମନ୍ତେ ପ୍ରାର୍ଥନା ମଧ୍ୟ କରିପାରିବୁ। ଦୟାକରି ତୁମେ ଏ ପ୍ରକାର ଅନୁଗ୍ରହ ପ୍ରଦାନ କର। ଯେଉଁମାନେ ଏ ପ୍ରକାର ଦୁଃଖ ଭୋଗ ମଧ୍ୟ ଦେଇ ଗତି କରୁଛନ୍ତି, ପ୍ରଭୁ ତୁମେ ସେମାନଙ୍କୁ ସମ୍ଭାଳ, ଭାଙ୍ଗି ଯିବା ପାଇଁ ଦିଅ ନାହିଁ। ସେମାନଙ୍କୁ ଯତ୍ନ ତତ୍ତ୍ୱ ନେଇ ତୁମେ ଗୌରବ ପାଅ, ମହିମା ପାଅ। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।